कौन कहूँ धर्मयुद्ध कहीं धर्मयुद्ध है भगवान कृष्ण महाभारत 750 श्लोक आनी गीता आली गोटे उपदेश ये भगवान कंठर बाहर अर्जुन शुणी आप गीतार आरंभ करेंगे गीतार प्रथम श्लोक हूँ धर्म क्षेत्र कुरुक्षेत्र समवेत जुस्तव महामका पांडव चैव किम कुर्वन्तु संजय संजय को पचार धृतराष्ट्र से बर्तमान धर्मयुद्ध में कौन मो पूरण कर पांडव पूरण कौन 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 कर अर्थ अलग प्रकार भी अच्छे सियाड़ी जीवन प्रथम अक्षर कौन है धर्म क्षेत्र गीतार शेष श्लोक कौन कहले गीतार शेष कहले जत्र योगेश्वर कृष्ण तत्र शेष अक्षर है म धर्म क्षेत्र कुरुक्षेत्र समवेत जदितम एडी भ शेष अक्षर है म पूरा गीतार है धर्म गीतार जदि धर्म कथा भगवान कृष्ण कहते जो ये शुणुंट अर्जुन शुणुंट ताहले से धर्म क्षेत्र में कौरव माने जो कृष्ण पाखक गले एवं पांडवों पाखक गले एवं तांकर गुरु मान पाखक गले गुरु मान थिले किए द्रोणाचार्य थिले समस्त थिले कृपाचार्य द्रोणाचार्य थिले जो कुरुक्षेत्र में जो एमाने जाउछंती मुंडिया मारुछंती कौरव माने ताकले धर्मर जय हो बोली आशीर्वाद देदेले किए एमाने हमको कहले कि धर्मर जय हो बोली कौरव सेना को एका गला पर पांडव मान आइले पांडव आइके जत प्रणाम करछंती युद्ध आरंभ प्रणाम करछंती विजयी हो बोली द्रोण ताको आशीर्वाद देदेले से द्रोण कौरव को आशीर्वाद देले धर्मर जय हो एटी से द्रोण पांडव को आशीर्वाद कले विजयी हम आर अर्थ लिखो जन को कहले धर्मर जय हो आउ जन को कहले विजयी हम भावार्थ कौन ज्ञानी जने हे यह जन गरीब ज्ञानी जने हे सागर उद्धार जाने जाने ज्ञान कर जाने जाने सत्यवंत हेले न रहे सत्यता समय पड़े से लोक कही न मिलई अनु अति शास्त्र पढ़िले जे कहती बातुल कहती देवे ब्रह्मा शुण हे तपस्वी अति रुति बोली जान हे दत्तार्थ सब कथा हुए बड़ गीत मागु माने शुण भारत विवरण आज्ञा सुंदर कथा अथंती पचारिण आशीर्वाद गुरु चारिजण जेतेबेले प्रणाम करती गुरु सन्नु कहले धर्मर जय हेब मानव माने लाई जोड़िले हाथ विजयी भव तुम्हेरे नंदन किंतु गुरुवर वाक्यटा होइला भिन्न भिन्न जन को कहले धर्मर हेब जय आउ जन को कहले विजय हुओ तम कौन धर्म रे पालित दे धर्म युद्धि जी धर्म मार्ग से जाई ना हंदी आज्ञा शुणु आज्ञा धर्म क्षेत्र कुरुक्षेत्र धर्म क्षेत्र समवेता जुजुत्सव आज्ञा एटा किए पचार
ଧୃତରାଷ୍ଟ୍ର ପଚାରୁଛନ୍ତି ସଞ୍ଜୟ କୁରୁକ୍ଷେତ୍ରେ ଧର୍ମକ୍ଷେତ୍ରେ ସମବେତ ଯୁଯୁତ୍ସମାଃ ମୋ ପୁଅ ମାନେ ଯେତିକି ପଣ୍ଡୁଙ୍କର ପୁଅ ମାନେ ସେତିକି ମାମକା ପାଣ୍ଡବଶ୍ଚ କିମଂ କୁର୍ପତଃ ସଞ୍ଜୟ ମୋ ପଣ୍ଡୁପୁତ୍ର ମୋ ଭାଇର ପଣ୍ଡୁପୁତ୍ର ମାନେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ କଣ କରୁଛନ୍ତି ହେଲେ ଦୁର୍ଯ୍ୟୋଧନ ହେଲେ ଆଜ୍ଞା ଅନ୍ୟାୟ କରିନାହିଁ ଯାହା କରିଅଛି କହିକି ଦେଇଛି କରି ଆଜ୍ଞା 4 ଲକ୍ଷ କୌରବ ସଭାରେ ଭୀଷ୍ମ ଦ୍ରୋଣ ଭୂରିଶ୍ରବା ବିଦୁର ମହାତ୍ମା ବାପାଙ୍କ ଆଗରେ କହିଲେ ଦୁର୍ଯ୍ୟୋଧନ ମୁଁ ଦେବିନି ବିନା ଯୁଦ୍ଧ ପାଣ୍ଡବଙ୍କୁ ନ ଦେବି ବିପୃତି ମତେ ବି ପାଣ୍ଡବେ ହୁଅନ୍ତୁ ଚକ୍ରବର୍ତ୍ତୀ ହେଲେ ଦୁର୍ଯ୍ୟୋଧନ କଣ କହିଥିଲା କି ଆଜ୍ଞା ଦେବି 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 ବୋଲିକି କଣ ଠକିଛି କି ଦେବିନି ଦେବିନି ଆଚ୍ଛା ଏ ପଣ୍ଡିତ ମଣ୍ଡଳୀରେ ଶୁଣ ମନ ଦେଇ ଆଜ୍ଞା ପଚାରିବା ଅର୍ଥ ମୁଁ ଟିକେ ଦେଉଛି କବି ଆଜ୍ଞା କୌର ମାନଙ୍କୁ ବର ଦେଉଥିଲେ ଧର୍ମର ହେଉ ଜୟ ତମେ ଯଦି ଧର୍ମର ଅଛ ତମର ଜୟ ହଉ ପାଣ୍ଡବ ମାନଙ୍କୁ କହୁଥିଲେ ବିଜୟୀ ଭଲ ଯେତେବେଳେ ଯୁଦ୍ଧକୁ କରୁଛ ଯୁଦ୍ଧରେ ଜୟ ନ ଗଲେ ନ ଫେର ନିଜେ ସପ୍ତଶ୍ରୀ ମଧ୍ୟ ସପ୍ତମଣ୍ଡଳ ଯୋଦ୍ଧା ମାନେ ଭୀଷ୍ମ କର୍ଣ୍ଣ ଶଲ୍ୟ ଦ୍ରୋଣ କୃପାଚାର୍ଯ୍ୟ ସମସ୍ତଙ୍କ ପାଖରେ ଆଉ ଜଣେ ମଧ୍ୟ ସପ୍ତଶ୍ରୀ ଥିଲେ ସିଏ ହଉଛି ଅଶ୍ୱତ୍ଥାମା ଅଶ୍ୱତ୍ଥାମା କିଏ ନା ଦ୍ରୋଣଙ୍କର ପୁଅ ଦ୍ରୋଣଙ୍କର ପୁଅ କହିଲେ ବାପା ଏବେ କୌରବ ଭାଇମାନେ ଆଇଲେ ତାଙ୍କୁ କହିଲ ଧର୍ମର ଜୟ ହଉ ବୋଲି ଆଉ ଏବେ ପାଣ୍ଡବ ଆଇଲା ତାଙ୍କୁ କହିଲେ ବିଜୟ ହବ ବୋଲି କଣ ଗୋଟେ ଅଲଗା ଅଲଗା ଆପଣ ଅସମାନ କରୁଛନ୍ତି ନା ସେଇଠି ଦ୍ରୋଣାଚାର୍ଯ୍ୟ ତାଙ୍କ ବାପା ଦ୍ରୋଣାଚାର୍ଯ୍ୟ ଅଶ୍ୱତ୍ଥାମା କହିଲେ ବାପା ନା ପାଣ୍ଡବ ପକ୍ଷରେ ଧର୍ମ ଅଛି ଏଇ ପାଣ୍ଡବ ପକ୍ଷରେ ଧର୍ମ ଅଛି ଆଉ ତାହେଲେ ପୁଅ ପଚାରୁଛି ବାପା ଯଦି ପାଣ୍ଡବ ପକ୍ଷରେ ଧର୍ମ ଅଛି ଆମେ ପାଣ୍ଡବ ପକ୍ଷରେ ନ ରହିକି କୌରବ ପକ୍ଷରେ କାହିଁକି ରହିଲୁ ଯଦି ପାଣ୍ଡବଙ୍କର ଯଦି ବିଜୟ ହବ ବିଜୟ ପକ୍ଷରେ ନ ରହିକି ଆମେ ପରାଜୟ ପକ୍ଷରେ କାହିଁକି ରହିଲୁ ଯଦି ପାଣ୍ଡବର ଧର୍ମ ଅଛି ତାଙ୍କେ ବିଜୟ ହେବେ ତାଙ୍କୁ ଆପଣ ଆଶୀର୍ବାଦ ଦେଲେ ଆମେ ପରାଜୟ ପାଖରେ କାହିଁକି ରହିଲୁ କାହିଁକି ରହିଲୁ ଆଉ କଣ ମର୍ମ ଅଛି କୁହ ଠିକ ଆଜ୍ଞା ତମେ ଗୋଟେ ପ୍ରକାର ଖୋଜ ତାପରେ ମୁଁ ଗୋଟେ ପ୍ରକାର ହେଲେ ମୁଁ ଟିକେ ଆଗରୁ ଆମର ଆଜ୍ଞାକୁ କହୁଥିଲି ଧର୍ମର ଜୟ ହଉ ଦୁର୍ଯ୍ୟୋଧନଙ୍କର ଧର୍ମ ଅଛି ସେ କଥାର ଜବାବ ଅଛି ଧର୍ମ କଥା ନାହିଁ ଯଦି ଧର୍ମ ଥିଲା କୌରବ ସମାଜ ପାଣ୍ଡବ କାହିଁକି ବସ୍ତ୍ର ହରଣ କଲେ ସୁନ୍ଦର ହଁ ବସ୍ତ୍ର ଶୁଣ ବସ୍ତ୍ର ହରଣ କଲେ ତେଣୁକରି ପ୍ରଥମ ଶ୍ଲୋକ କହିଲେ ଧର୍ମକ୍ଷେତ୍ରରେ କୁରୁକ୍ଷେତ୍ରରେ ସମବେତ ଯୁକ୍ତବ ମାମକା ପାଣ୍ଡବ ଚୈବ କିମ୍ କୁର୍ବନ୍ତୁ ସଞ୍ଜୟ ସଞ୍ଜୟକୁ ପଚାରୁଛନ୍ତି 3 ଜଣ ଦେଖିଛନ୍ତି ଜଣେ ସଞ୍ଜୟ ଦେଖୁଛନ୍ତି ମହାଭାରତ ଚରିତ୍ର ନିଜେ ଭଗବାନ ବେଳାସନ ମୁଣ୍ଡ ରହିକି ମହାଭାରତ ଚରିତ୍ର ଦେଖୁଛନ୍ତି ଏମିତି ଯଦି ଆଙ୍କେ ଦେଖିଛନ୍ତି ବିଷ୍ଣୁମୂର୍ତ୍ତି ମଧ୍ୟ 3 ଜଣ ଦେଖିଛନ୍ତି ବିଷ୍ଣୁମୂର୍ତ୍ତି ମଧ୍ୟ ଧୃତରାଷ୍ଟ୍ରକୁ ମଧ୍ୟ ସଞ୍ଜୟ ଦେଖେଇଛନ୍ତି ଯଦି ଏଇଗୁଡା ଠିକ ତାହେଲେ ଶେଷ ଶ୍ଲୋକ କହିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବା ନୀତି ମତେ ଯୋଉଠି ଭଗବାନ କୃଷ୍ଣ ଅଛନ୍ତି ଯୋଉଠି ବିଜୟମାନ ଅର୍ଜୁନ ଅଛନ୍ତି ସେଠି ଯୁଦ୍ଧ
ସୁନିଶ୍ଚିତ ବିଜୟ ତାହେଲେ ଧର୍ମ ତାଙ୍କ ପାଖରେ ଅଛି ଏଇଠି ଧର୍ମ କୁଆଡ଼େ ଆଇଲା ତେଣୁକରି ମୁଁ ପଚାରେ ଆର ମର୍ମ କ'ଣ ଅଛି ହଉ ଆଜ୍ଞା ଟିକେ ସମୟ ଦିଅନ୍ତୁ ଆଜ୍ଞା ଭଗବାନ ଶ୍ରୀକୃଷ୍ଣ ହେଲେ ନାରାୟଣ ଆଜ୍ଞା ସଭାପତି ଉପସଭାପତି ଆଜ୍ଞା ପ୍ରକୃତ ଦିଦିକା ଯୋଉ ସାନ ଜଣେ ବଡ ସଭାପତି ଉପସଭାପତି ଦେବତା ମାନଙ୍କ ଭିତରେ ଦେବରାଜ ହେଲେ ନାରାୟଣ ଆଜ୍ଞା ସେ ହେଲେ ବିଚାରକର୍ତ୍ତା ସଭାପତି ଦୁର୍ଯ୍ୟୋଧନ ହେଲେ ପଲଙ୍ଗ ନାରାୟଣ ଆଜ୍ଞା ତାହାଙ୍କର ଭାରିଜା ପୁଣି ଲକ୍ଷ୍ମୀ ଦୁର୍ଯ୍ୟୋଧନ ଭାରିଜା ପୁଣି ଭାନୁମତୀ ରାଣୀ ବାହାର ବହିରେ କୋଟି ସୂର୍ଯ୍ୟ ଶରୀର ରଶ୍ମି ଜାଗାର ଆଜ୍ଞା ପଣ୍ଡିତ ମଣ୍ଡଳୀ ପୁରାଣେ ଲୟ କର ଦ୍ରୌପଦୀ କି ବିବସନ କରିଲେ ଦୁର୍ଯ୍ୟୋଧନ ଆଜ୍ଞା କୃଷ୍ଣ ଦିନେ ମୁଁ କହୁଛି ଆଜ୍ଞା ଗୋଟେ ବହି ଅଛି ଆଜ୍ଞା ଯୁକ୍ତି ବିଜୟ ଦୁର୍ଯ୍ୟୋଧନ କହିଲେ ମୁଁ ଯାହା ଶିଖିଛି ତମର ଶିଖିଛି କହିଲେ ତମେ ପରା ଭଲ ଅଛ ସଂସାରେ ନାରାୟଣ ତମେ ପରା ସଂସାରକୁ ଦେଇ ଅଛ ଧର୍ମ ତମଠାରୁ ଧର୍ମ ଶୁଣିଅଛି ମୁଁ କି ଗୋ ଏକ ବ୍ରହ୍ମରେ ଦ୍ୱିତୀୟ ନାସ୍ତି ଅଟଇ ଦେବିନି ତମଠୁ ମୁଁ ଯାହା ଶିଖିଛି ତାହା ହିଁ କରିଛି କହିଲେ ତମେ କେମିତିକା ଭଦ୍ରଲୋକ ହେ ନାରାୟଣ ଦିନେ କାଳିନ୍ଦୀ ବଣ୍ଡକୁ ତୁମେ ଦିନେ ଯମୁନା କୂଳକୁ ଦେଲେ ଗଲ ଚଳିଣ ଗୋପିକା ମାନେ ଯୁବତୀ ସ୍ନାନ କଲେ ଏଣେ ଆଠରେ ଲଗ୍ନ କରି ବସ୍ତ୍ରରେ ନେଲ କଦମ୍ବ ଶାଖାରେ ଯାଇନ ବାନ୍ଧିଲ ତମେ କେମିତିକା ଭଦ୍ରଲୋକ ଆରେ ନାରାୟଣ ତମେ କେମିତିକା ଭଦ୍ରଲୋକ ଆରେ ନାରାୟଣ এইটা আমার ভাইর মধ্যে ଥିଲା ভাইরে কোন ଥିଲା আমার এ পণ্ডিত মন্ডলী শ্রুতিপাত কর যদিও কৌরব সভারে রাজা দুর্যোধন আজ্ঞা যুধিষ্ঠির বরাইলে দ্রৌপদী ভবন দুর্যোধন কহিলা বড় ভাউজ হଉଛି মাতৃতুল্য হে কেশব ତମେ ହିଁ କହିଛ ବଡ ଭାଉଜ ମା ଭଳିଆ ମୋର ବଡ ଭାଉଜ ହେଲେ ଦ୍ରୌପଦୀ ମୁଁ ଦ୍ରୌପଦୀକୁ ଲଗ୍ନ କରିବାକୁ ଆଦେଶ ଦେବି ଆରେ ଧର୍ମ ରାଜା ପୁଣି ଖେଳରେ ହରାଇଲେ ଦାସୀ ପଣ କରି ପୁଣି ତାକୁ ରଖିଥିଲେ ଆଜ୍ଞା ଦାସୀ ରୂପରେ ତାକୁ ପୁଣି କରିଥିଲେ କଣ ଯେତେବେଳେ ପଶାରେ ହାରିଲେ ରାଜା ପୁଣି ଧର୍ମ ଦାସୀ କରିବି ମୁଁ ଦ୍ରୌପଦୀ ଜୀବନ ଜଣେ ଦାସୀ ବୋଲି ସଭାରେ ବିବସନ ପଣ୍ଡିତ ମଣ୍ଡଳୀ ଶୁଣ ଦେଇ ମନ ଆଜ୍ଞା ନାରୀ ନିର୍ଯାତନା ନ ସହିଲେ ଭଗବାନ ଏଣେ ଦୁର୍ଯ୍ୟୋଧନକୁ କଣ ପାଇଁ ଭଗବାନ କପଟ କଲେ ଯୋଉ ଘରେ ବିଷ ଦେଇକି ମାରିଲେ ଭୀମକୁ ଯୋଉ ଘରେ ନିଆଁ ଲଗାଇଲେ ଏତିକିଟା କାରଣ ଅଛି ଆପଣ କହିଲେ ତାହେଲେ କୃଷ୍ଣ ମଧ୍ୟ ଭୁଲ କରିଛନ୍ତି କୃଷ୍ଣ କଣ ଭୁଲ ତମେ କହିଲ ତାଙ୍କେ ଦ୍ରୌପଦୀ ବସ୍ତ୍ର ହରଣ ଏକ କରିଦେଲେନି ସେଇଟା ଯଦି ପାପ ହେଲା କୃଷ୍ଣ 16 ଗୋପନାରୀ ମତେ ବଣିଲେ ତପ କରି ମୁଁ ତାଙ୍କ ପୁରାଇବି ଆସ ସେ ମୋର ଭଗତ ବିଷୟ 16 ଗୋପନାରୀ ଗଙ୍ଗାରେ ସ୍ନାନ କରି ତାଙ୍କର ବସ୍ତ୍ର ହରଣ କଲେ ତାହେଲେ କୃଷ୍ଣ ପାପ କଲେ ହଁ ନିଶ୍ଚୟ କେମିତି କୃଷ୍ଣ ପାପ କରିନାହାନ୍ତି ହଁ ଶୁଣନ୍ତୁ ଆପଣ ପ୍ରଶ୍ନ କଲେ ପ୍ରଶ୍ନଟାକୁ ମତେ ଯେତେବେଳେ ଆଉ ଇଙ୍ଗିତ କଲେ ମୁଁ ତାର ଆନ୍ସର ନାଇଁ ଯଦି ମୁଁ କହିବି ନା ଆପଣ କୁହନ୍ତୁ ଆପଣ କହୁନାହାନ୍ତି ଆପଣ ପ୍ରକାର ଶୁଣନ୍ତୁ ଏଇ କଥା ମଧ୍ୟ ଗୀତାରେ ମଧ୍ୟ ସେଇ କଥା କହିଛନ୍ତି ଯଦି ଗୀତାର ଯଦି ପ୍ରଥମ ଅଧ୍ୟାୟର 22 ନମ୍ବର ଶ୍ଲୋକକୁ ଯିବେ ସେଇ କଥା କହିଲେ 22 ନମ୍ବର ଶ୍ଲୋକରେ ଏଇ କଥାରେ ମଧ୍ୟ କହିଲେ କଣ ସ୍ତ୍ରୀଷୁ ଦୁଷ୍ଟା ଜାୟତେ ତାସୁ ସନ୍ତାନ ବର୍ଣ୍ଣ ସଂକର ସ୍ତ୍ରୀ ଯଦି ଦୁଷ୍ଟାଚରଣ କରି ପରପୁରୁଷ ସହିତ ଆସକ୍ତି କରିବ ତାର ଯୋଉ ସନ୍ତାନ ଗୁଡାକ ହବ ସେଗୁଡା ହେଲେ ବର୍ଣ୍ଣ ସଂକର ନିଶ୍ଚୟ ଯଦି ମୋର ଆପଣ କହୁଛନ୍ତି ବର୍ତ୍ତମାନ ଯୁଦ୍ଧ କର ହେ କେଶବ ଆପଣ କହୁଛନ୍ତି ଯୁଦ୍ଧ କର এই যুদ্ধরে বর্তমান রহলে পিতামহ ভীষ্ম ভাই দুর্যোধন কৌরব সমান সমস্ত হচ্ছেন বড় ভাই এমানকু যদি মারিবি তাহলে আঙ্কর এমানে সব মরিগলা পরে আঙ্ক স্ত্রী গুড়া কোন হবে বিধবা হবে যদি আঙ্ক স্ত্রী গুড়া বিধবা হবে অর্জুন কইলে অর্জুন কହୁଛନ୍ତି যদি এମାନଙ୍କ স্ত্রী গুড়া বিধবা হবে তাহলে বিধবারে যৌবন অবস্থায় যদি বিধবা হয়েছে ସେମାନେ পরপুরুষ সহিত আসক্তি হবে যদি পরপুরুষ সহিত আসক্তি হবে তাঙ্কর যে সন্তান গুড়াক জন্ম হব বর্ণসংকর জন্ম হবে যদি বর্ণসংকর জন্ম হব তাহলে কুলক্ষয় ধর্মক্ষয় ମୋର କୁଳ ମଧ୍ୟ ମୋ ପିତୃପୁରୁଷକୁ ବର୍ଣ୍ଣ ଦେଲେ ମଧ୍ୟ ସେମାନେ ଆଉ ଗ୍ରହଣ କରିବେ ଯେହେତୁ ବର୍ଣ୍ଣସଂକର
ଯଦି ବର୍ଣ୍ଣଚନ୍ଦ୍ର ତାହେଲେ ସେଇଠି ଏଇ କଥା ମଧ୍ୟ ପ୍ରଶ୍ନ ଉଠୁଛି ଯଦି ଦୁର୍ଯ୍ୟୋଧନ ଯୋଉଟା କହିଥିଲା ସେଇଟା ଯଦି ଧର୍ମ ମାନିବା ତାହେଲେ ରାବଣ ବି ଯାହା କରିଥିଲା ସିଏ ବି ଧର୍ମ ମାନିବା ତାହେଲେ ମୁସଲମାନ ମାନଙ୍କର ଧର୍ମ ତାଙ୍କର କୋଉଠୁ ଆରମ୍ଭ ହେଲା ମୁସଲମାନ ମାନଙ୍କର ଧର୍ମ ଆମର ମହାଭାରତରେ ସୁପର୍ଣ୍ଣକାଙ୍କର ଚରିତ୍ରରୁ ନେଇକି ମୁସଲମାନ ମାନଙ୍କର ଧର୍ମ ଆରମ୍ଭ ହେଲା ଯଦି ମୁସଲମାନ ମାନେ ଆମେ ପଶୁଟାକୁ ମା ବୋଲି କହିଲୁ ନମସ୍କାର କଲୁ ଗାଈକି ମା ବୋଲି କହିଲୁ ନମସ୍କାର କଲୁ ସେମାନେ ବି କହୁଛନ୍ତି ରେ ଇମାନ ବାଲ କୋରାନ ମଧ୍ୟ ଗୋଟେ ଉଠାୟ सन नंबर 27 ସେଥିରେ ମଧ୍ୟ ଲେଖା ହେଇଛି रे ईमान वालो अगर कोई ईमान बोले तो उसे शत्रु समझ लो अगर कोई लूट का माल मिले तो उसे हालात की बात समझ के खा लो तो अल्लाह तुमसे खुश होगा एम छंदर 27 नंबर सन आम श्लोक कहते सन को जदि जो मैंने सत कहते तुरंत हालात की पाकल कर खाइबे ताले अल्लाह खुशी हो कि आम धर्म कहूँ परोपकाराय पुण्यायम पापम पर पीड़ते आमर धर्म कहला महाभारत 18,000 श्लोक पर भागवतर शेष गोटे कथा कहले परोपकाराय पुण्यायम पापम पर पीड़े पुण्य कौन पाप कौन पुण्य हूँ पर जब किसी उपकार करा पुण्य पर जब पाप करा पाप ताले ये दुर्योधन पुण्य कले ना पाप कले पाप कले से हिसाब से भगवान ताको तार मो पचारि जदि दुर्योधन को कौरव कहले धर्मर जय पांडव कहले विजय हो तार अर्थ मत पांडव कहले विजय हम आगे निजे धर्म पक्ष अच्छा अर्जुन पांडव मान विजय भव भीष्म आगे जहाँ भारत लेखा नहीं आज्ञा मु तो कहली विजयी भव भव बोले संसार हेले आमर आते घाटियानी अन्य मैंने अच्छा कहीं घाटिया गोटे जिनस जेत अश्वत्थामा बापा को पचारा बापा जदि पांडव पक्ष धर्म अच्छे आम पांडव पक्ष रहा पाखे कहीं रही से बापा कौन उत्तर देते तार उत्तर कहीं बापा उत्तर देते जे बापा मुझे तो ये आसली हस्तिनापुर मत खाया ना किए कौन द्रोणाचार्य खाया नाला मुझर अन्न खाई अन्न खाई सी अन्न बर्तमान रक्त ही मो शरीर भर प्रवाहित होपर रक्त मो शरीर भर प्रवाहित होते दिन पर्यटन मो शरीर भर रक्त अच्छी अन्नगत शरीर मोर रक्त अच्छी से दिन पर्यटन मो कौरव सेवा करी से कथा जाइए आपको पचारे दुर्योधन सॉरी अश्वत्थामा जाइए पुणी क्या पचार ना पचार भीष्म भीष्म को पचारे तुम्हें तो भीष्म श्रेष्ठ तुम्हें पांडव पक्ष जो धर्म अच्छे आशीर्वाद कर पक्ष न रही आईन कहीं रही ना तो बापा को जो दशा मत से दशा मुझे पण कर हस्तिना राजा कि हस्तिना को रखी तेणुक कौन रही ना अर्ण पाप अर्ण अच्छी ये अश्वत्थामा कहूँ जदि बापा तुम देहरे पापर अन्न आप शरीर अच्छी ताल मु तुम रक्त जन्म ना नहीं मुझे तुम रक्त जन्म मो शरीर आज कौन कर मो शरीर आप रक्त मु जन्म आप बीर्जर मु जन्म मो शरीर जिते दिन पर्यटन रक्त अच्छी मुझे कौरव सेवा करी से अश्वत्थामा आज पर्यटन अमर हो रही किंतु सी पापर सपक्ष रही युद्ध कले आज्ञा गोटे कम है अन्न दोष जिते दिन पर्यटन अच्छी हम आम महाप्रभुर खाईदे से अन्न गुड़ा तुम भागी रही भल गोटे सुंदर कथा सूर्य प्रश्न